ନିକଟରେ ଆମ ପଡ଼ୋଶୀ ବାଂଲାଦେଶରେ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ଜୀବନ୍ତ ଅବସ୍ଥାରେ ନିଆଁରେ ପୋଡ଼ି ମାରି ଦିଆଗଲା। ତାଙ୍କର ଏକମାତ୍ର ଭୁଲ ଥିଲା ଯେ ସେ ହିନ୍ଦୁ ଥିଲେ ଓ ନିଜର ଧର୍ମ ଛାଡ଼ିବା ପାଇଁ ଅରାଜି ଥିଲେ। ସେହି ବର୍ବରୋଚିତ ହତ୍ୟାକାଣ୍ଡ ସମଗ୍ର ବିଶ୍ୱର କୋଟି କୋଟି ହିନ୍ଦୁ ଓ ଅନେକ ହିନ୍ଦୁ ସଂଗଠନକୁ ସ୍ତବ୍ଧ କରିଦେଇଛି। ଏହାର ପ୍ରତିବାଦରେ ପ୍ରଥମେ ସ୍ୱର ଉତ୍ତୋଳନ କରିଛି ଭାରତ ରକ୍ଷା ମଞ୍ଚ। ବିଶେଷ କରି ଛଦ୍ମନାମ ଓ ଛଦ୍ମ ପରିଚୟରେ ରହିଥିବା ରୋହିଙ୍ଗ୍ୟା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଅଲଗା କରାଯିବା ଓ ସେମାନଙ୍କୁ ଦେଶରୁ ବିତାଡ଼ିତ କରାଯିବା ପାଇଁ ଦାବି ଉପସ୍ଥାପନ କରିଆସୁଛି। ଭାରତ ରକ୍ଷା ମଞ୍ଚ ବୁଧବାର ସନ୍ଧ୍ୟାରେ ଗୁଣ୍ଡିଚାଘର ସମ୍ମୁଖରେ ସ୍ୱର୍ଗତ ଦୀପୁଚାନ୍ଦ ଦାସଙ୍କ ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଛି। ଏହି ଅବସରରେ ଉପସ୍ଥିତ ହିନ୍ଦୁବାଦୀ ଓ ରାଷ୍ଟ୍ରବାଦୀ ବ୍ୟକ୍ତିବିଶେଷ ସ୍ଲୋଗାନ ମାଧ୍ୟମରେ ଅନୁପ୍ରବେଶକାରୀ ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କୁ ଦେଶରୁ ହଟାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ। ମଞ୍ଚର ରାଜ୍ୟ ଉପସଭାପତି ସଚିନନ୍ଦନ ଦାସ ଓ ରାଜ୍ୟ ସମ୍ପାଦିକା ପ୍ରଭାତ ନଳିନୀ ସାହୁଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦୃଷ୍ଟିର ମୁଖ୍ୟ ସମ୍ପାଦକ ନାରାୟଣ ଦାସ, ଦିଲ୍ଲୀପ ମିଶ୍ର, ମନୋଜ ଅଗ୍ରୱାଲ, ଆଡଭୋକେଟ କବିତା ପ୍ରଧାନ, ଭବାନୀ ମିଶ୍ର, ସର୍ବେଶ୍ୱର ସ୍ୱାଇଁ, ବିଜୟଲକ୍ଷ୍ମୀ ମିଶ୍ର, ପ୍ରଶାନ୍ତ ରାଓ, ସୁଶାନ୍ତ ନାୟକ ଓ ମନୋଜ ସାମଲଙ୍କ ସମେତ ବହୁ ବ୍ୟକ୍ତି ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇଥିଲେ।